ଜୟଗୁରୁ। ଆମର ପ୍ରିୟ ଠାକୁର ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ କହିଛନ୍ତି, ଜୀବନ ଗତି ଦ୍ୱନ୍ଦ୍ୱମୟ, ସୁଖ ଦୁଃଖ ନିତ୍ୟ ସହଚର। କାମ କ୍ରୋଧ ପ୍ରଭୃତି ଜୀବନର ସ୍ୱାଭାବିକ ବୃତ୍ତି। ବୃତ୍ତିଗୁଡ଼ିକୁ ସ୍ୱବଶରେ ଆଣିବାକୁ ଯଥାସାଧ୍ୟ ଚେଷ୍ଟା କରିବାକୁ ହେବ। ସେମାନଙ୍କ ବିଭୀଷିକାକୁ ଭୟ କଲେ ଚଳିବ ନାହିଁ। ଏହି ବାଣୀର ଅର୍ଥ ହେଉଛି, ଜୀବନ କେବେ ଆମର ସୁଖରେ ଭରିଯାଏ ତ କେବେ ଦୁଃଖ ଓ ପ୍ରତିକୂଳ ପରିସ୍ଥିତି ଆମ ସମ୍ମୁଖକୁ ଆସିଥାଏ। ସୁଖ ଓ ଦୁଃଖ ଜୀବନର ଦୁଇଟି ଅବିଚ୍ଛେଦ୍ୟ ଅଂଶ। ତେଣୁ ସୁଖ ସମୟରେ ଅତ୍ୟଧିକ ଆନନ୍ଦିତ ହୋଇ ଅହଙ୍କାର କରିବା ଉଚିତ ନୁହେଁ, ଆଉ ଦୁଃଖ ସମୟରେ ଭାଙ୍ଗି ପଡ଼ିବା ମଧ୍ୟ ଉଚିତ ନୁହେଁ। ଜୀବନର ପ୍ରତ୍ୟେକ ପରିସ୍ଥିତିକୁ ସମଭାବରେ ଗ୍ରହଣ କରିବା ହିଁ ଆତ୍ମିକ ଶକ୍ତିର ପରିଚୟ। ମଣିଷର ମନରେ କାମ, କ୍ରୋଧ, ଲୋଭ, ମୋହ ଭଳି ବିଭିନ୍ନ ବୃତ୍ତି ସ୍ୱାଭାବିକ ଭାବରେ ରହିଥାଏ। ଏହି ବୃତ୍ତିଗୁଡ଼ିକୁ ନେଇ ଭୟଭୀତ ହେବା ଉଚିତ ନୁହେଁ, ବରଂ ନିଜ ବିବେକ, ଧୈର୍ଯ୍ୟ ଓ ଆତ୍ମସଂଯମ ଦ୍ୱାରା ସେଗୁଡ଼ିକୁ ନିୟନ୍ତ୍ରଣ କରିବା ହିଁ ମଣିଷର ପ୍ରକୃତ ସାଧନା। ମନ ଯେତେବେଳେ ଅଶାନ୍ତ ହୁଏ, ସେତେବେଳେ ତୁରନ୍ତ ପ୍ରତିକ୍ରିୟା ନ ଦେଇ ନିଜକୁ କିଛି ସମୟ ଦେବା ଆବଶ୍ୟକ। ନିଜ ମନକୁ ବୁଝିବା ଓ ନିଜ ଭାବନାକୁ ନିଜେ ନିୟନ୍ତ୍ରଣ କରିବା ହିଁ ପ୍ରକୃତ ବିଜୟ। କ୍ରୋଧ ଆସିଲେ ନିଜକୁ ସଂଯମ କରିବା, ଲୋଭ ଆସିଲେ ବିବେକର ସହିତ ନିଷ୍ପତ୍ତି ନେବା ଏବଂ ଦୁଃଖ ଆସିଲେ ଭଗବାନଙ୍କ ଉପରେ ଆସ୍ଥା ରଖି ଧୈର୍ଯ୍ୟର ସହିତ ଆଗକୁ ବଢ଼ିବା। ଏହା ହିଁ ଏହି ଅମୃତବାଣୀର ଶିକ୍ଷା। ଆମେ ଯଦି ପ୍ରତ୍ୟେକ ଦିନ ନିଜ ମନକୁ ଅଳ୍ପ ଅଳ୍ପ କରି ସଂଯମ କରିବାକୁ ଚେଷ୍ଟା କରିବା, ତେବେ ଧୀରେ ଧୀରେ ଆମ ଜୀବନରେ ଶାନ୍ତି ଓ ସ୍ଥିରତା ବଢ଼ିବ। ଜୀବନରେ ଯେତେ ପ୍ରତିକୂଳ ପରିସ୍ଥିତି ଆସୁନା କାହିଁକି, ଆମେ ଭୟଭୀତ ନ ହୋଇ ନିଜ ମନକୁ ଦୃଢ଼ ରଖିବା ଆବଶ୍ୟକ। କାରଣ ପରିସ୍ଥିତି ସବୁବେଳେ ସମାନ ରହେ ନାହିଁ। ଆଜିର ଦୁଃଖ ପରେ ଆସନ୍ତାକାଲି ସୁଖ ଆସିପାରେ। ଆବଶ୍ୟକ ହେଉଛି କେବଳ ଧୈର୍ଯ୍ୟ, ଆତ୍ମବିଶ୍ୱାସ ଓ ନିଜ ଉପରେ ନିୟନ୍ତ୍ରଣ। ତେଣୁ ଆସନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କର ଏହି ପବିତ୍ର ବାଣୀକୁ ହୃଦୟରେ ଧାରଣ କରିବା। ସୁଖରେ ନମ୍ର ରହିବା, ଦୁଃଖରେ ଧୈର୍ଯ୍ୟ ଧରିବା ଏବଂ କାମ, କ୍ରୋଧ ଭଳି ବୃତ୍ତିକୁ ନିଜ ବଶରେ ରଖିବା। ଜୀବନର ପ୍ରତ୍ୟେକ ଘଟଣାରୁ ଶିକ୍ଷା ନେଇ ଆଗକୁ ବଢ଼ିବା। ମନକୁ ଭଗବାନଙ୍କ ଚରଣରେ ସମର୍ପିତ କରି ସତ୍ୟ, ସଂଯମ ଓ ଧୈର୍ଯ୍ୟର ପଥରେ ଚାଲିବା। ତେବେ ଆମ ଜୀବନ ଅଧିକ ଶାନ୍ତ, ସୁନ୍ଦର ଓ ସାର୍ଥକ ହୋଇପାରିବ। ଶ୍ରୀ ଶ୍ରୀ ଠାକୁରଙ୍କର କୋମଳ ପାଦପଦ୍ମରେ ମୋର କୋଟି କୋଟି ପ୍ରଣାମ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।